ଜୟ ଜଗନ୍ନାଥ। ଆଜି ଛୁଆ ଆଲୋଚନା କରିବା ବୌଦ୍ଧ ଜିଲ୍ଲାରେ କଳଙ୍କି ଲୀଳା। ଅନେକ ଭାଇ ଆମକୁ ଫୋନ କରୁଛନ୍ତି, କଣ ଠାକୁର ଖାଲି ଯାଜପୁରରୁ ପୁରୀ ଭିତରେ ଲେଖିଛନ୍ତି ମହାପୁରୁଷ ମାନେ, ଆଉ କୋଉ ଜିଲ୍ଲାକୁ ଲେଖିନା? ନା, ସବୁ ମାନେ ସବୁ ମଣ୍ଡଳ ଉପରେ ମହାପୁରୁଷ ଲେଖିଛନ୍ତି। 16 ମଣ୍ଡଳ ନା, 16 ମଣ୍ଡଳ ଉପରେ ସବୁ ଯାକ ଲେଖିଛନ୍ତି। ଆଉ ଗୋଟେ କଥା ମନେ ରଖିଥା, 64 ମଣ୍ଡଳ, ତହିଁରୁ ହେଲା 16 ମଣ୍ଡଳ, ବୁଝି ହଉଛି ନା? ତହିଁରୁ ହଉଛି 8 ମଣ୍ଡଳ। କିନ୍ତୁ ଓଡ଼ିଶାରେ ଗୋଟିଏ ସ୍ଥାନ ଅଛି, 16 ଖଣ୍ଡ ଗାଁକୁ 16ଟା ମଣ୍ଡଳ ରୂପରେ ବିବେଚନା କରାଯାଇଛି। ଆମେ ସବୁ ଇନ୍ଦ୍ରପ୍ରସ୍ଥ ଜାଣିଛେ, ଦିଲ୍ଲୀ, ବର୍ତ୍ତମାନ ଦିଲ୍ଲୀ ସହର ଇନ୍ଦ୍ରପ୍ରସ୍ଥ, ଠିକ ନା ଭୁଲ? ପଞ୍ଚୁ ପାଣ୍ଡବ ଯୋଉ 5 ପଢା ମାଗିଥିଲେ, ଇନ୍ଦ୍ରପ୍ରସ୍ଥ, ବରୁଣାବନ୍ତ, ଯମପ୍ରସ୍ଥ, ଏ ଯୋଉ ମାଗିଥିଲେ 5 ପଢା, ଏ 5 ପଢାକୁ ମଧ୍ୟ ମହାପୁରୁଷ 5ଟା ଗ୍ରାମ ରୂପରେ ବିବେଚନା କରିଛନ୍ତି। ହେଲା, ବୃନ୍ଦାବନ ଆମେ ସମସ୍ତେ ଜାଣିଛେ କଣ, ଓଡ଼ିଶା ବାହାରେ ବୃନ୍ଦାବନ, ଠିକ ବୃନ୍ଦାବନ ନା ନାଇଁ? କିନ୍ତୁ ଓଡ଼ିଶାରେ ମଧ୍ୟ ଅଛି ବୃନ୍ଦାବନ। ଆଉ ଗୋଟେ କଥା ମନେ ରଖିଥା, ଅର୍ଖିତ ଦାସଙ୍କର ଓଳାଶୁଣୀ ଗୋଟେ ପୀଠ ଅଛି, ବୃନ୍ଦାବନରେ ଗୋଟେ ପୀଠ ଅଛି। ସେ ପୀଠ କଥା ସମସ୍ତେ ଜାଣନ୍ତି। ହେଲା, ଆଉ ଓଳାଶୁଣୀ ପାହାଡ କଥା ତ ମୁଁ ଆଗରୁ କହିଥିଲି, ସେ ପାହାଡ ନାଁ ଓଳାଶୁଣୀ ପାହାଡ, ସମସ୍ତେ ଆମେ ଜାଣିଛୁ। ସେ ପାହାଡର ମଧ୍ୟ ଆଉ ଗୋଟିଏ ନାଁ ଅଛି। ଯେତେବେଳେ ମହାପ୍ରଭୁ ଅର୍ଖିତ ଦାସଙ୍କୁ ଭେଟ ଦେଲେ, ସେ କହିଥିଲେ ଯା ତୁ ଅମକ ପାହାଡରେ ରହିବୁ। ବର୍ତ୍ତମାନ ଠାକୁରାଣୀ ଓଳାଶୁଣୀ ଠାକୁରାଣୀଙ୍କ ନେଇକି ନାଁ ହେଲା ଓଳାଶୁଣୀ ପାହାଡ, କିନ୍ତୁ ସେ ପାହାଡର ଗୋଟେ ସ୍ୱତନ୍ତ୍ର ନାମକରଣ। ସେମିତି ମହାପୁରୁଷ ଅନେକ ପୃଥିବୀ କଥା କହିଛନ୍ତି, ଭାରତ କଥା କହିଛନ୍ତି, ଏବଂ ସାର କରିଛନ୍ତି ଓଡ଼ିଶାଟାକୁ। କାରଣ କଳିଯୁଗରେ ଉତ୍କଳରେ ବା ଓଡ଼ିଶାରେ ଅନେକ ଲୀଳାଖେଳା ହେବ ବୋଲି ମହାପୁରୁଷ ପ୍ରମାଣ ଦେଇଛନ୍ତି। ଆଜି ଆଲୋଚନା କରିବା, ବହୁତ ଭାଇ କୁହନ୍ତି ଆମ ଜିଲ୍ଲା କଥା କହୁନ। ଆଜି ବୌଦ୍ଧ ଜିଲ୍ଲା କଥା ମନେ ପଡିଗଲା, ବୌଦ୍ଧ ଜିଲ୍ଲା କଥା ଆରମ୍ଭ କରିବା। ବୌଦ୍ଧ ଜିଲ୍ଲାରେ ମଧ୍ୟ ଅନେକ ଭକ୍ତ ଅଛନ୍ତି ଏବଂ କଳ୍କି ଅବତାରର କିଛି ଲୀଳା ମଧ୍ୟ ବୌଦ୍ଧ ଜିଲ୍ଲାରେ, ଏବଂ ବୌଦ୍ଧ ଜିଲ୍ଲାରେ ଯୋଉ ହବ, ଆଉ ସେ ଭକ୍ତ କଣ ଏତେ ଦୂର ଆସିବେ? ସେଠି ମଧ୍ୟ କିଛି ଲୀଳାଖେଳା ହବ ନା, ଗୋଟେ ସ୍ୱତନ୍ତ୍ର ସ୍ଥାନର ମଧ୍ୟ ନିରୂପଣ କରିଛନ୍ତି। ଆଜି ବୌଦ୍ଧ ଜିଲ୍ଲା ଉପରେ କଣ କରିବା, ଆଲୋଚନା କରିବା। ସନ୍ଥ ଶିରୋମଣି ଭୀମ ଭୋଇଙ୍କ ଲେଖା ଉପରେ ଆଜି, ଭୀମ ଭୋଇଙ୍କ ଲେଖା ଏବଂ ଅଚ୍ୟୁତଙ୍କ ଲେଖା ଉପରେ କଣ କରିବା, ଆଲୋଚନା କରିବା। ଆଗ ଭୀମ ଭୋଇଙ୍କ ପାଖକୁ ଯିବା, କାରଣ ଭୀମ ଭୋଇ ସାଧାରଣ ବ୍ୟକ୍ତି ବିଶେଷ ନଥିଲେ, ଯାହାଙ୍କ କଥା ଅଚ୍ୟୁତ ବୋଧ ଆଗରୁ କହିଥିଲେ। ଜନ୍ମ କାଳୁ ଅନ୍ଧ ଜାତି ତାର କନ୍ଦ, ନାମ ହେବ ଭୀମ ଭୋଇ, ନିତ୍ୟେଶ୍ୱରୀ ରାଧା ମର୍ତ୍ତ୍ୟରେ ଜନ୍ମେ ପୁରୁଷ ଅଙ୍ଗ କୁହ। ଯିଏ ଏକାକ୍ଷର ମୂର୍ତ୍ତି ଥିଲେ, ଧୂଳିଆ ବାବା ଥିଲେ ଅଣାକ୍ଷର ମୂର୍ତ୍ତି, ଯାହାକୁ ପ୍ରଭୁତ ଗୋସ୍ୱାମୀ ବୋଲି କୁହାଯାଏ। ସେଇ ଏକାକ୍ଷର ମୂର୍ତ୍ତି ନିତେଶ୍ୱରୀ ରାଧା ପୁରୁଷ ଅଙ୍ଗରେ କଣ ଥିଲେ, ଜନ୍ମଗ୍ରହଣ କରି। ଜନ୍ମ କାଳୁ ଅନ୍ଧ ଜାତି ତାର କନ୍ଦ, ନାମ ହେବ ଭୀମ ଭୋଇ, କନ୍ଦ ପରିବାର ଜନ୍ମ ଥିଲେ, ଆଦିବାସୀ ଶ୍ରେଣୀରେ ଜନ୍ମଗ୍ରହଣ କରିଥିଲେ, ଭୀମ ଭୋଇ ନାମକୁ ବହନ କରିଥିଲେ। ଯେମିତି ଠାକୁର ଅଭିରାମ ପରମହଂସ କଥା କହିଥିଲେ, ସେମିତି
ଭୀମଭୋଇଙ୍କ କଥା ମଧ୍ୟ ଅଚ୍ୟୁତାନନ୍ଦ ମହାପୁରୁଷ କହିଥିଲେ। ସେଇ ଭୀମଭୋଇଙ୍କ ଲେଖା ଉପରେ ଆଇ କଣ କରିବା, ଆଲୋଚନା ଆଗ କରିବା, ତାପରେ ଅଚ୍ୟୁତଙ୍କ କଥା ଉପରେ ଆଲୋଚନା କରିବା। ଭୀମଭୋଇ କଣ କହିଲେ? ଶୁଣ ଗୋ ସତୀ ମଉତର, ଯାହା ତୁ ପୁଛିଲୁ ଛାମୁର, କହୁଛି ତୋହର ଅଗ୍ରତେ, ମାୟା ଗୋ ନରକ୍ଷିଣ ଚିତେ। ଭୀମଭୋଇ ନିତେଶ୍ୱରୀ ରାଧା ଥିଲେ, ତେଣୁ ଅନାଦି ଗୁରୁ କହୁଛନ୍ତି। ଅନାଦି ଗୁରୁ ନିତେଶ୍ୱରୀ ରାଧାକୁ କହୁଛନ୍ତି, ବା ଅନାଦି ଆଦିଙ୍କୁ କହୁଛନ୍ତି। ଅନାଦି ଆଦି ଉବାଚରେ କଥୋପକଥନ ଚାଲିଛି। ଅନାଦି ପୁରୁଷ କହୁଛନ୍ତି, ହେ ଆଦି ପୁରୁଷ, ହେ ଆଦି ନାରୀ, ତୁମକୁ ମୁଁ ମାୟା ନ କରିକି ଖୋଲିକି କହୁଛି, ତୁମେ ଶୁଣ କଳିର ରୀତି, କଳି ଯୁଗରେ କୋଉଠି କୋଉଠି ଖେଳା ଲୀଳା ହେବ। ପୂଜେରୁ ଜଗତ ଜନନୀ, ତେଣୁ ମୁଁ କହୁଅଛି ତୁମେ। ତୁ ହଉଛି ଜଗତର ଜନନୀ। ଜନନୀ ଜନ୍ମ ଭବିଷ୍ୟତ ସ୍ୱର୍ଗ କି କରିଅଛି। ଏଠି ଜନନୀ ଶବ୍ଦ କଣ କରୁଛନ୍ତି ମହାପୁରୁଷ ନବୀ, ଏଠି ମା ବୋଲି ଉଚ୍ଚାରଣ କରିନାହାନ୍ତି। ଯେ ଜଗତର ମା ହେଇପାରିଲା ସିଏ ହଉଛି ଜନନୀ। ତେଣୁ ତୁ ହଉଛୁ କିଏ? ସେ ଆଦି ନାରୀ କହୁଛନ୍ତି, ତୁମେ ହଉଛ କଣ? ଜଗତର ଜନନୀ, ତେଣୁ ତୁମକୁ ଏକଥା କହୁଛି। ପ୍ରଗଟ ନ କରିବୁ କାହିଁ, କହିଲେ ଦ୍ରୋହୀ ହେବୁ ତୁଇ। ତୁମେ ଏ କଥାକୁ କେବେ ହେଲେ ପ୍ରକଟ କରିବ ନାହିଁ, ପ୍ରକଟ କର ନାହିଁ, ତାକୁ ଗୁପ୍ତ ରଖ। ଯଦି କହିବ ତମେ ଧର୍ମ ଦ୍ରୋହୀ ହେବ। ତାହେଲେ ସେତେବେଳେ ସମୟରେ ପାପଟାକୁ ସମସ୍ତେ ଡରୁଥିଲେ। ଯଦି ନ ଡରୁଥିଲେ ଧର୍ମ ଦ୍ରୋହୀ, ଧର୍ମଟାକୁ ତାହେଲେ କାହିଁକି ସେ ଶବ୍ଦଟାକୁ ଲେଖିଲେ? ପାପ କରିବାକୁ ସମସ୍ତେ କଣ କରୁଥିଲେ? ଭୟ କରୁଥିଲେ। ସେ ପୁଣି ପ୍ରକଟ ନ କରିବୁ କାହିଁ, କହିଲେ ଦ୍ରୋହୀ ହେବୁ ତୁହି। ସେ ପୁଣି ତନୁକୁ ତେଜିବ, ବୌଦ ବଳା ସିଂହ ଠାବ। ଇଏ ସେ କଳଙ୍କି ବିଷ୍ଣୁ ରୂପରେ ଯିଏ ଆସିଥିଲେ, ସେ ବୌଦ୍ଧ ଜିଲ୍ଲାରେ କଣ ହେଇଥିବେ? ବୌଦ୍ଧ ବଳା ସିଂହ ଠାବ। ବୌଦ୍ଧ ବଳା ମାନେ ବୌଦ୍ଧ ଜିଲ୍ଲା ହେଲା। ବୌଦ୍ଧକୁ ସେତେବେଳେ ବୌଦ୍ଧ ବଳା ବୋଲି କୁହା ଯାଇଛି। କହିଲେ ବୌଦ୍ଧ ଠାବରେ ପ୍ରଭୁ କଣ କରିବେ? ଆବିର୍ଭୂତ ହେବେ। କିଏ ସେ? ନା କଳଙ୍କି ବିଷ୍ଣୁ। ଯେମିତି କହିଥିଲି, ଆଉ ଗୋଟେ ଏପିସୋଡରେ କହିଥିଲେ, କୃଷ୍ଣ ଆଉ ଜଗନ୍ନାଥ। 16 କଳାରୁ ଏକ କଳା, ତହୁଁ କଳାଏ ନନ୍ଦ ବଳା। ଜଗନ୍ନାଥ ଯେ 16 କଳା, ତହୁଁ କଳାଏ ନନ୍ଦ ବଳା। ଜଗନ୍ନାଥ ହେଲେ କଣ? ପରମ ବ୍ରହ୍ମ। ସେ ହେଲେ 16 କଳା ବାହାତି। ଲୀଳା ପାଇଁ କି ଏକ କଳା ନେଇକି ଆବିର୍ଭୂତ ହେଲେ। ସେମିତି କଳଙ୍କି ବିଷ୍ଣୁ, ବିଷ୍ଣୁ କହିଛି କେତେ? ନା ବିଷ୍ଣୁ ଶୁକ୍ଲାଂ ବରଂ ଧରଂ ବିଷ୍ଣୁ ଶଶିବର୍ଣ୍ଣଂ ଚତୁର୍ଭୁଜଂ ପ୍ରସନ୍ନଂ ବଦନଂ ଧ୍ୟାୟେତ୍ ସର୍ବବିଘ୍ନ ପ୍ରଶାନ୍ତୟେ। ଏଠି ବିଷ୍ଣୁ କେତେ? 4ଟା ବିଷ୍ଣୁ କହିଲେ। ହେଲା ତନ୍ମଧ୍ୟରୁ କଳଙ୍କି ବିଷ୍ଣୁ ଯିଏ, ସେ ବୌଦ୍ଧରେ କଣ କରିବେ? ଆବିର୍ଭୂତ ହେବେ। କିନ୍ତୁ କେହି ତାଙ୍କୁ ଜାଣିପାରିବେ। ଯାଜ ନଗରରେ ଜାତ ହେବ କଳଙ୍କି ବିଷ୍ଣୁ ଭୁଜ ଧ୍ରୁବ। ସେ ସେଠି ଦେହ ଛାଡିକି ଯାଜନଗରରେ ଜାତ ହେବେ। ସିଏ କଳଙ୍କି ବିଷ୍ଣୁ ରୂପରେ ପରିଚିତ ହେବେ। କଳଙ୍କି ରାମ ନୁହଁ, କଳଙ୍କି ବିଷ୍ଣୁ। ତେଣୁ ଆଦି ବିଷ୍ଣୁ, କଳ୍କି ବିଷ୍ଣୁ, ବୁଝି ହଉଛି ନା? ବିଷ୍ଣୁ ଏମିତି 4 ପ୍ରକାର ନାମ ଦେଇକି ଆଉ ଗୋଟେ ନାଁ ତମକୁ ରଖିଦଉଛି, କହୁନି। କିନ୍ତୁ କଳଙ୍କି ବିଷ୍ଣୁ କଣ ହେବେ? ଯାଜନଗରରେ କଣ ହେବେ? ଜାତ ହେବେ। ଏ ବଚନ ଧ୍ରୁବ, ଏ କଥାଟା ହଉଛି ସତ୍ୟ। ହେଲା। ନୃସିଂହ ନାମ ଅଟେ ତାର, ସେ ପୁଣି ଆସିବ ମୋ ଛାମୁର। ସମାଧି ଯୋଗକୁ ତେଜିବି, ଗୁପତେ ଏକାନ୍ତରେ ଥିବି। ସେ ନୃସିଂହ ନାମରେ କଣ ହେବେ? ନାମିତ ହେବେ। କୋଉ ନୃସିଂହ? ଉଗ୍ର ନୃସିଂହ।
ନା ପାତାଳ ନୃସିଂହ ନା ନାଇଁ ନା ନୃସିଂହ ନା କଳ୍କି ନୃସିଂହ ଏ କଥା ପଛକୁ ରହିଲା। ଏଇ ଯୋଉ କଥା କହିଲେ ଏଠି କିଏ ସେ ଭୀମ ଭୋଇ ଯୋଉ କଳଙ୍କି ବିଷ୍ଣୁ ପ୍ରଥମେ ଲୀଳାଖେଳା କରିବେ ବୌଦ୍ଧରେ, ତାପରେ ଯାଜନଗରରେ ସେ ଆବିର୍ଭୂତ ହେବେ। ସେ ଯୋଉ ଲୀଳାଖେଳା କରିଥିବେ ସେ ଦେହ ଛାଡିକି ଚାଲିଯିବେ, କିନ୍ତୁ ସେଠି କିଛି ଭକ୍ତଙ୍କର ଆବିର୍ଭୂତ ହବ। ସେ ଭକ୍ତମାନେ କୋଉଠି ଏକତ୍ରିତ ହେବେ? ଆଗକୁ ଟିକେ କହିଦଉଛୁ, ଏ ଯୋଉ କଳଙ୍କି ବିଷ୍ଣୁ ଯେତେବେଳେ ଆସିବେ ସେ ଫେରେ କୋଉ କୂଳରେ ଜାତ ହେବେ? ନା ଅନନ୍ତ ବିଷ୍ଣୁ କୂଳେ ଜାତ ଜାତ ହୋଇବେ ଏହି ମର୍ତ୍ତ୍ୟ ଆଦି ଶପତି ମୋର ଆଦି ଶକତି ମୋର ସେଇ ମୋ ପିତା ଅନନ୍ତ ଅଟଳ। ବାପାଙ୍କ ନାଁ ହେଇଥିବ କଣ ଅନନ୍ତ, ମାଙ୍କ ନାଁ ହେଇଥିବ ଆଦି, ତାଙ୍କ କୋଳରେ ନୃସିଂହ କଣ ହେଇଥିବେ ନାମ ଧରିକି କଳଙ୍କି ବିଷ୍ଣୁ। ଏଠି କଣ କଲେ ଭୀମ ଭୋଇ ଏକଥା କହିଲେ। ଇଏ ପୁଣି ଯିବେ ଲୀଳାଖେଳା ହବ କୋଉଠି ବୌଦ୍ଧରେ, କୋଉଠି ହବ? ଯୋଉଠି ପ୍ରଭୁ ଲୀଳା କରିକି ଆସିଛନ୍ତି ଗୁପ୍ତରେ ସେ ପ୍ରକଟ ଲୀଳା ହବ ନା ହବ? କୋଉଠି ହବ? ନା ଲଙ୍ଗୁଳା ଠାରୁ ନଈ କୂଳ ବୌଦ୍ଧ ଠାରୁ ଭକ୍ତ ଦଳ ଆସି ସେଠାରେ ହେବେ ଜୁଟ ନିର୍ମାଣ ହେବ ବଡ ମଠ। ବୋଲାନନ୍ଦ କବା କହିଲେ ସେଠି ଗୋଟେ ବଡ ମଠ ହବ। କୋଉଠି? ନା ଲଙ୍ଗୁଳା ଠାରୁ ନଈକୂଳ। ଲଙ୍ଗୁଳା ଠାରୁ ଗୋଟେ ନଈ କୂଳ ଥିବ, ତା ପାଖରେ କଣ ହବ? ଗୋଟେ ବଡ ମଠ ନିର୍ମାଣ ହେବ। ବୌଦ୍ଧରେ ଯେତିକ ଭକ୍ତ ଥିବେ ସେଠି ଆସି ଏକତ୍ରିତ ହେବେ ବୋଲି 46 ପଟଳ ଶାସ୍ତ୍ରରେ ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ଏକଥା କଣ କରିଛନ୍ତି? ଖୋଲିକି କହିଛନ୍ତି। ତେଣୁ ଯୋଉ ବୌଦ୍ଧ ଠାରେ ସେ ହିସାବରେ ଯୋଉ ବଡ ମଠ ନିର୍ମାଣ ହେବ, ତ ମଠ ପରେ ବଡ ମଠ କଣ? କଣ ବିରାଟ କାୟ ମଠ? ବଡ ମଠ କଣ? ବଡ ବୋଲନ୍ତେ କିଏ? ସେ ବଳଦେବ ନା ବଡ ବୋଲନ୍ତେ ଅନନ୍ତ, କହିଲେ ସେଠି ଗୋଟେ ଅନନ୍ତଙ୍କର ମଠ ହେଲା। ତେଣୁ ବୌଦ୍ଧ ଜିଲ୍ଲାରେ ପ୍ରଭୁଙ୍କର ଗୋଟେ ଆବିର୍ଭୂତ ହେଇଥିବ। ସେଠାରୁ ସେ କଣ କରିବେ? ସୂକ୍ଷ୍ମ ଲୀଳା ପରିପ୍ରକାଶ କରି ଦେହ ଛାଡିବେ, ଯାଜନଗରରେ ଆବିର୍ଭୂତ ହେବେ। ମାଙ୍କ ନାଁ ଥିବ ଆଦି, ପିତାଙ୍କ ନାଁ ଥିବ ଅନନ୍ତ। ସେଠି ଆବିର୍ଭୂତ ହେଇକି ଲୀଳାଖେଳା ପରିପ୍ରକାଶ କରିବେ। କିନ୍ତୁ ବୌଦ୍ଧରେ ଯୋଉ ଭକ୍ତ ମାନେ ଥିବେ ସେ ଲଙ୍ଗଳା ଠାରୁ ଯୋଉ ନଈକୂଳ ପର୍ଯ୍ୟରେ ଯୋଉ ବଡ ମଠ ତିଆରି ହେଇଥିବ ସେଇଠାରେ ସବୁ ଭକ୍ତ କଣ ହେବେ? ଏକତ୍ରିତ ହେବେ ବୋଲି 46 ପଟଳ ମାଳିକାରେ ଅଚ୍ୟୁତ ଏକଥା ପ୍ରମାଣ ଦେଲେ। ତତ ସଙ୍ଗେ ସଙ୍ଗେ ଭୀମ ଭୋଇ ମଧ୍ୟ ତାଙ୍କ ଆଗତ ଭବିଷ୍ୟତ ମାଳିକାରେ ମଧ୍ୟ ଏକଥା କହିଛନ୍ତି। ଏକଥା କେବେ ଅନ୍ୟଥା ହେବ ନାହିଁ। କାରଣ ଯୋଗମାୟାକୁ ବା ଭୀମ ଭୋଇ ନିତେଶ୍ୱରୀ ରାଧାକୁ ଅନାଦିଗୁରୁ କଥା କହିଛନ୍ତି। ଇଆଡେ ମଧ୍ୟ ଅଚ୍ୟୁତଙ୍କୁ ନିତ୍ୟ ଅଚ୍ୟୁତ କହିଛନ୍ତି। ସେ ଅନାଦି ଯିଏ ନିତ୍ୟ ଅଚ୍ୟୁତ ମଧ୍ୟ ସିଏ ନା ନାଇଁ? ଏଟା କେବେ ଘଟିବ ପୂର୍ବ ଏପିସୋଡରେ ଆଲୋଚନା କରିବା। ମହାପୁରୁଷ କଣ କହିଛନ୍ତି? ଜୟ ଜଗନ୍ନାଥ। ସେ ସନ୍ଥ ଶିରୋମଣି ଭୀମ ଭୋଇଙ୍କ ସଦିଚ୍ଛା ପୂର୍ଣ୍ଣ ହଉ, ମହାପୁରୁଷ ଅଚ୍ୟୁତଙ୍କ ସଦିଚ୍ଛା ପୂର୍ଣ୍ଣ ହଉ, ଅଲେଖ ବ୍ରହ୍ମଙ୍କ ସଦିଚ୍ଛା ପୂର୍ଣ୍ଣ ହଉ, ଜୟ ଜଗନ୍ନାଥଙ୍କ ସଦିଚ୍ଛା ପୂର୍ଣ୍ଣ ହଉ। ବୋଲାନନ୍ଦ କବାର ହରି।